ବାଣ୍ଟିଛୁ ଭୋଜି କରୁଛୁ ଏବେ କ'ଣ କରିବୁ? ପିଲାମାନେ ଏହି ଉକ୍ତିଟି ମୋର ନାହିଁ। ଏହି ଉକ୍ତିଟି ହେଉଛି ଆଶାୟୀ କନିଷ୍ଠ ଶିକ୍ଷକ ପିଲାମାନଙ୍କର, ଯେଉଁମାନେ କି ଅସେପା ଅଫିସ୍ ଗସ୍ତ ସମୟରେ ଏହି ପ୍ରକାର ପ୍ରତିକ୍ରିୟା ସେମାନେ ଗଣମାଧ୍ୟମକୁ ଦେଇଥିଲେ ଯେ ଆମର ସିଲେକ୍ସନ୍ ହେଇଗଲା ବୋଲି ଆମେ ଭୋଜି କଲୁ, ମିଠା ବାଣ୍ଟିଲୁ। କିନ୍ତୁ ଏବେ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଦ୍ୱାରା ମେରିଟ୍ ଲିଷ୍ଟକୁ ଖାରଜ କରାଗଲା। ବର୍ତ୍ତମାନ ଆମ ଭବିଷ୍ୟତ କ'ଣ ହେବ? ସେ ପ୍ରକାର ପ୍ରତିକ୍ରିୟା ତୁମର ଦେଇଛନ୍ତି ହଜାର ହଜାର ଆଶାୟୀ ପ୍ରାର୍ଥୀ ଯେଉଁମାନେ କି ଜୁନିୟର ଟିଚର ହେବାର ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ହାଇକୋର୍ଟଙ୍କର ମେରିଟ୍ ଲିଷ୍ଟ ଖାରଜ ପରେ ସେମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି ଓଡ଼ିଶା ସରକାର, ଯେଉଁଥିରେ କି ଏପର୍ଯ୍ୟନ୍ତ କୌଣସି ପ୍ରକାର ନୂଆ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇପାରୁନି କିମ୍ବା ଅସେପା ଡାଇରେକ୍ଟର ଯିଏ ଅଛନ୍ତି ଅନୁପମ ସାହା ତାଙ୍କ ଗୋଟିଏ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ବା ପ୍ରତିକ୍ରିୟା ଦେଇଥିଲେ ଯେ ଆମେ ହାଇକୋର୍ଟର ଗାଇଡ଼ଲାଇନ୍କୁ ଦେଖି ପରବର୍ତ୍ତୀ ପଦକ୍ଷେପ ନେବୁ। କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ମେରିଟ୍ ଲିଷ୍ଟ ପ୍ରକାଶ ହେଇନି। ଜଏନିଂ କଥା ତ ଛାଡ଼ି ଦିଅ। ଏବେ ମାନ୍ୟବର ହାଇକୋର୍ଟଙ୍କର ରାୟ କ'ଣ ଥିଲା ଯେ ଏବେ ଜିଲ୍ଲାୱାରୀ ବା ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେଥିରେ ଗୋଟିଏ ମୁଖ୍ୟ ସମସ୍ୟା ଦେଖାଯାଇଛି, ଯେଉଁ ଡିଷ୍ଟ୍ରିକ୍ଟରେ 3ଟି ପିଲା ଭଲ ନମ୍ବର ରଖିଥିବେ, ଯଦି 2ଟି ପୋଷ୍ଟ ଥିବ ତାହେଲେ ଫାର୍ଷ୍ଟ 2ଟା ପିଲାକୁ ନିଯୁକ୍ତି ମିଳିଯିବ। ତୃତୀୟ ପିଲାଟା ଭଲ ନମ୍ବର ରଖିଥିଲେ ମଧ୍ୟ ତାକୁ ସେହି ପିଲାମାନଙ୍କୁ ଜଏନିଂ ମିଳିବନି। ମାନେ ମେଧାବୀ ଛାତ୍ରମାନେ କଟିଯିବେ ଏବେ ନିଯୁକ୍ତି ପାଇବା କ୍ଷେତ୍ରରୁ। ଯେଉଁମାନଙ୍କର ମାର୍କ କମ୍ ଥିବ କିନ୍ତୁ ସେମାନଙ୍କ ଜିଲ୍ଲାରେ ଅଧିକ ପୋଷ୍ଟ ଥିବ ସେମାନେ ନିଯୁକ୍ତି ପାଇଯିବେ। ଯେଉଁ ପିଲା ମାର୍କ ଅଧିକ ରଖିଥିବ ସେହି ପିଲା ନିଯୁକ୍ତି ପାଇବନି। ଆଠୁ ଦୁର୍ଭାଗ୍ୟର କଥା ଆଉ କିଛି ନ ହେଇପାରେ। ଶିକ୍ଷା କ୍ଷେତ୍ରର ଗୁଣାତ୍ମକ ମାନ ଏତେ ଦିଗରେ କମିବାକୁ ଯାଉଛି ଯେ କହିବାକୁ ନାହିଁ। ତାପରେ ଏହି ପ୍ରକାର ଗୋଟିଏ ସିଷ୍ଟମ୍ ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ବାହାର କରାଯାଇଛି ବା ହାଇକୋର୍ଟଙ୍କ ତରଫରୁ ମତ ଦିଆହେଲା, ଯେଉଁଥିରେ କି ଶିକ୍ଷାର ମାନକୁ ପୁରା ଦଳି ଚକୁଟି ମୁକୁଚି ଦେବା ପାଇଁ ବସିବାରେ ଲାଗିଛି। ଏବେ ତ କରୋନା ପରେ ଶିକ୍ଷାର ଗୁଣାତ୍ମକ ମାନ ବହୁତ ମାତ୍ରାରେ କମିଯାଇଥିଲା। ବର୍ତ୍ତମାନ ଏବେ ଯେଉଁ ପ୍ରକାର ମେରିଟାଲ ଷ୍ଟାଟସ୍ ବା ମେରିଟ୍କୁ ଦେଖିକି ଯେଉଁ ପ୍ରକାର ତୁମର ନିଯୁକ୍ତି ପ୍ରକ୍ରିୟା ଦିଆହେଉଛି, ସେହି ପ୍ରକ୍ରିୟାରେ ଯଦି ନିଯୁକ୍ତି ଦିଆଯାଏ ତାହେଲେ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ହେଇଯିବ। କାରଣ ଶିକ୍ଷାର ଗୁଣାତ୍ମକ ମାନ ଆଉ ପୁରା ନିମ୍ନ ଗତିକୁ ଚାଲିଯିବ। କାରଣ ଯେଉଁ ମେଧାବୀ ଛାତ୍ର ଯଦି ଗୋଟେ ନିଯୁକ୍ତି ପାଉନି, ତା ପରିବର୍ତ୍ତେ କମ୍ ମାର୍କ ରଖିଥିବା ଗୋଟେ ପିଲା ଯଦି ନିଯୁକ୍ତି ପାଉଛି, ତାହେଲେ ଅବଭିୟସଲି ଯିଏ ଅଧିକ ମାର୍କ ରଖିଥିବା ମେଧାବୀ ଛାତ୍ର ସେ ଭଲସେ ପଢ଼ାଇ ପାରିବ କମ୍ ମାର୍କ ରଖିଥିବା ପିଲାଠୁ। ତେଣୁ ସମସ୍ତଙ୍କର ଅଭିଯୋଗ ଏହା କି ଯେ ଅସେପାକୁ ଯେ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରକାଶ ନ କରିକିରି ଯେଉଁ ଓଡ଼ିଶା ପୁରା ଟୋଟାଲ ଯେଉଁ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ କରିଥିଲେ ସେହି ମେରିଟ୍ ଲିଷ୍ଟ ପ୍ରକାଶ କରାଯାଉ, ଯଦ୍ୱାରା କି ଯେଉଁ ପିଲାମାନେ ମଧ୍ୟ ସିଲେକ୍ସନ୍ ହେବେ ସେମାନେ ଯେକୌଣସି ଡିଷ୍ଟ୍ରିକ୍ଟରେ ସେମାନେ ଚାକିରି ପାଇପାରିବେ। ତେଣୁ ସେମାନେ କହୁଛନ୍ତି ଯେ ଆମର ମାନ୍ୟବର ହାଇକୋର୍ଟଙ୍କ ଉପରେ ବା ନ୍ୟାୟପାଳିକା ଉପରେ ବିଶ୍ୱାସ ଅଛି ଯେ ସେ ଉଚିତ ନ୍ୟାୟ କରିବେ। ତେଣୁ ଏମାନେ କହୁଛନ୍ତି ଯଦି ହାଇକୋର୍ଟଙ୍କ ଦ୍ୱାରା ହେଇପାରୁନି ତାହେଲେ କେସ୍ଟି ଉଚ୍ଚ କୋର୍ଟ ବା ସୁପ୍ରିମକୋର୍ଟଙ୍କ ପାଖକୁ ପଠାଯାଉ, କିନ୍ତୁ ଏହାର ସଠିକ୍ ତଦନ୍ତ କରାଯାଉ ଏବଂ ସବୁ ପିଲାକୁ ଠିକ୍ ଭାବରେ ନ୍ୟାୟ ମିଳୁ। କୌଣସି ପିଲା ମେଧାବୀ ଛାଇକି ସେ ନିଯୁକ୍ତିରୁ ବାଦ୍ ନ ପଡ଼ୁ, ଏହା ହେଉଛି ସେମାନଙ୍କର କହିବାର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ତାଙ୍କ କଥା ସହିତ ମୁଁ ମଧ୍ୟ ଏକମତ। ଯିଏ ମେଧାବୀ ଅଛି ସିଏ ପାଉ, ଯେଉଁମାନେ ମେଧାବୀ ନାହାନ୍ତି, ଯେଉଁମାନେ କମ୍ ମାର୍କ ଆଣୁଛନ୍ତି ସେମାନେ କଟିଗଲେ କିଛି ଅସୁବିଧା ନାହିଁ। କିନ୍ତୁ ଯେଉଁମାନେ ମେଧାବୀ ଅଛନ୍ତି, ଯେଉଁମାନେ ଯୋଗ୍ୟ, ଯେଉଁମାନେ ଶିକ୍ଷା କ୍ଷେତ୍ରରେ ଆସିଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ, ସେହି ପ୍ରକାର ପିଲାମାନଙ୍କୁ ନିଯୁକ୍ତି ଦିଆଯାଉ ପିଲାମାନେ।